यूट्यूब ମୁଁ ପ୍ରିୟଙ୍କା ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ପ୍ରାଚୀନ ସାଂସ୍କୃତିକ ଶିକ୍ଷଣୀୟ ତଥା ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆମ ଓଡ଼ିଆ ପାଲା ଆମର ଏହି ସୁରଭି କାର୍ଯ୍ୟକ୍ରମ। ये तो कौरव पांडव मा युद्ध याकू भारत युद्ध कहीं कहगला से व्यास संस्कृत महाभारत बही किण पंडित बही किण हाँ बही किणी पाला को आस मो साथी बोला कौटी मंगीबनी ना महाभारत पाला करें अड़ुआर पकईदेवी खाल पड़ज लीला जल मुद्रा जोग निद्रा माधव पंडरी गाघदेवकी नंदन कौन करुची सी छिन छत्र कर दउची बरेण्य सुंदर समाज एला किसी नहीं सब शेष सब अच्छा विदग्ध मंडली एला
ଶେଷ ଭାରତ ଯୁଦ୍ଧ ଯୁଦ୍ଧ ଆପଣମାନେ ଜାଣିଛନ୍ତି ମା ବାସ୍ ମହାଭାରତ ଯୁଦ୍ଧ ଯୁଦ୍ଧ ଆଜ୍ଞା ସୁର ସାରେ ଶେଷ ହେଇଛି ହଁ କିନ୍ତୁ ଗୋଟିଏ କଥା ଆଜ୍ଞା ଇଏ ମହାଭାରତ ଯୁଦ୍ଧ ହଁ କେତେ ଦିନ ହୋଇଥିଲା 18 ଦିନ ଆଚ୍ଛା ଆଜ୍ଞା ପ୍ରମାଣ ଅଛି ମହାଭାରତରେ ତ ଅଛି ମୋ ବୁଢା ବାପା କହୁଥିଲେ ଆଉ 18 ଦିନ ଯୁଦ୍ଧ ହେବା ପାଇଁ ହଁ ନିୟମ ଥିଲା ସ୍ଥିର ହୋଇଥିଲା କେତେ ଦିନ ହୋଇଛି କେତେ ଦିନ 17 ଦିନ ଓଳିଏ ଆଜ୍ଞା ପ୍ରମାଣ ଦିଅ ପ୍ରମାଣ ଦେଲେ ପାଲା ଗାଏ କହିବା କି ତାକୁ ପୁଅ ଆଜ୍ଞା ପ୍ରମାଣ ହଉଛି ମୁଖ୍ୟ ମୁଖ୍ୟ ପ୍ରମାଣ କେମିତି ଦବା ଦିଅନ୍ତୁ ଆଜ୍ଞା ଠାକୁର ଅଭିରାମ ପରମହଂସ ଆଜ୍ଞା ସୁନ୍ଦର ଭାବରେ କହିଲେ କହିଲେ ଲୋ କହିଲି ঝিমিটি ঘের তো লাগিয়াছিল ঠাকুর অভিরাম পরমহংস সুন্দর ভাবে কহিলে କହିଲେ 18 দিনରୁ ওড়িয়ে বাকি ଅଛି তা অর্থ জ্ঞানী মন্ডলী মা মহাভারত যুদ্ধ হয়েছিল 17 দিন ওড়িয়ে আর ওড়িয়ে বাকি ଅଛି এবে মধ্যে আপনারা দেখিবে রুষিয়া ইউক্রেন যুদ্ধ 2 বর্ষ লাগিলা ବେଶ এবে ইসরায়েল ହଁ ইরান ଆଜ୍ଞା যুদ্ধ ঘোর যুদ্ধ লাগিଛି ঘমাঘট যুদ্ধ সমতে কହୁଛନ୍ତି কোন তৃতীয় মহাসমর ହେଇଯିବ কি ଏଇ ଯୋଉଳିଆ ବାକି ଅଛି ଇଏ ହବ ନା ଆଉ ସୁର ସାରେ କେତେ କେତେ ପାଲା ବାଲା ମାନେ କହିଲେ ଆଜ୍ଞା 12 ମସିହାରେ ପୃଥିବୀ ଧ୍ୱଂସ ହବ ଆଜ୍ଞା କିଏ କହିଲେ 16 ମସିହାରେ ପୃଥିବୀ ଧ୍ୱଂସ ହବ କିଏ କିଏ କହିଲେ ଆଜ୍ଞା 22 ମସିହାରେ ପୃଥିବୀ ଧ୍ୱଂସ ହବ କିଛି ହେଇନି ଆସିକି 24 ହେଇଲାଣି ଆମର ଖାଲି ଘଣ୍ଟା ଗଛ ଯୋଡିଏ ଭାଗିଥିଲା ହେଇଛି ନାଇଁ ଆଜ୍ଞା ହେଲାଣି କି ଆଜ୍ଞା ନାଇଁ একথা কেহি কহিপারিবানি এই যে রুষিয়া চীন আমেরিকা পাকিস্তান ব্রিটেন ইউক্রেন ବେଶ ভারত আমেরিকা সমস্তে নিজ নিজ ক্ষেপণাস্ত্রକୁ রখি ଆଜ୍ଞା নিজে নিজକୁ ବେଶ বলিষ্ঠ বিচার করছেন କରୁଛନ୍ତି এমানকর ক্ষেপণাস্ত্র বাপা সেতেবেলে কাহারি কাম দবনি যেমিতি মহাভারত সমর প্রাঙ্গণরে কৌরব পাণ্ডব যুদ্ধ হেলা ବାସ୍ 17 দিন ওড়িয়ে ହଁ যুদ্ধ পরিসমাপ্তি পরে ଆଜ୍ଞା বেলাসর কটা মুন্ডକୁ পচরা গলা ହଁ ভীম কহিলা মু সংহার করিছি অর্জুন কহিলা মু সংহার করিছি ହଁ নকুল সহদেব কহিলা মু সংহার করিছু ଆଜ୍ଞା বেলাসর মুন্ড কোন কহিলা କଣ କହିଲେ কহিলা মু কার ধনু দেখিনি কুন্ত দেখিনি ନା ନା ভালো দেখিনি ଆଜ୍ଞା ইয়ে দিগর গোটা চক্র আসে কাটিকি পড়ায় সে দিগর চক্র আসে কাটিকি পড়ায় ইয়ে যে আজ্ঞা দেখুন 2 বর্ষ হলা রুষিয়া ভଳି দেশ সহিত ଆଜ୍ଞା ଆଜ୍ଞା ইউক্রেনে যুদ্ধ করুছি তার কিছু হেলানি କିଛି ହେଇନି ধ্বংস হেলানি কি বিশ্ব কোন ধ্বংস করবে কিছু হবনি ନା অচ্যুতানন্দ লিখিছন্তি କଣ কোলা ন ফুটিব কমাণ রে ন ফুটিব গোড় ভারত সমর করিব সেই আদি মূল হে রুষিয়া হে আমেরিকা হে ইউক্রেন হে বাংলাদেশ হে পাকিস্তান তুমি যে নিজকু নিজে বলিষ্ঠ দেখাউছ তম ক্ষেপণাস্ত্র কাহারি কামরে লাগিব ନା ନା ଯୋଉ ଚକ୍ର କାଟିଥିଲା ମହାଭାରତ ସମରରେ ଏଇ ସମସ୍ତଙ୍କୁ ବାପା ଧ୍ୱଂସ କରିଥିଲା ସିଏ ଯୋଉ ଦିନ ଚାହିଁବ ଏ ବିଶ୍ୱ ସେଇ ଦିନ ଧ୍ୱଂସ ହବ।
ତେଣୁ 17 ଦିନ ଓଳିଏ ମହାଭାରତ ଯୁଦ୍ଧ ସରିଛି। ଆଉ ଗୋଟେ ହିସାବ ଦେଇଦେଲେ ଆପଣ ମାନେ ଜାଣିବେ। ଆଜ୍ଞା ଆଜ୍ଞା ଠାକୁର ଅଭିରାମ ପରମହଂସ ସିନା କହିଲେ 17 ଦିନ ଓଳିଏ, ଓଳିଏ ଆମେ ଦେଖିବା କୋଉ ଦିନ କୋଉ ସେନାପତି ପଦବାଚ୍ୟ ଥିଲେ ଥିଲେ ଜାଣିଦେଲେ ଆଜ୍ଞା ଆସିଯିବ ହିସାବ ଆସିବ କି ନାଇଁ। ଆଜ୍ଞା ଆଜ୍ଞା ଆସୁ ଆସୁ କୋଲା ବିଶ୍ୱ 10 ଦିନ ଆଉ ଦ୍ରୋଣ ପାଞ୍ଚ ଦିନ ଦ୍ରୋଣ ପାଞ୍ଚ ଦିନ ପୂର୍ଣ୍ଣ କରି ଦିନ ଶଲ୍ୟ ଓଳେ ମହାଭାରତ ସମରର ବେଶ ସେନାପତି ପଦରେ ଆଜ୍ଞା 10 ଦିନ ଥିଲେ ପିତାମହ ଭୀଷ୍ମ, ବେଶ ଦ୍ରୋଣଗୁରୁ ଥିଲେ 5 ଦିନ, କର୍ଣ୍ଣ ଥିଲେ ମା 2 ଦିନ ସେନାପତି, 17 ଶଲ୍ୟ ଥିଲେ ଓଳିଏ, ହେଲା 17 ଦିନ ଓଳିଏ, ଆଜ୍ଞା ଆଉ ଓଳିଏ ବାକି ଅଛି। ଅଛି କିନ୍ତୁ 18 ଦିନ ଓଳିଏ ମହାଭାରତ ଯୁଦ୍ଧ ହେଇଛି। ଏଇଠି ଟିକେ ପ୍ରଶ୍ନ ଥାଏ, କାଲି ଆପଣ ମାନେ ବସିଥିଲେ ସେ ଯାହା ପ୍ରଶ୍ନ ଦେଇଥିଲେ ମୁଁ ଉତ୍ତର ଦେଇଛି। ଦେଖିବା ଟିକେ ଯାହାର ଦାମ 5,000 6,000 ଟଙ୍କା ସଂସ୍କୃତ ମହାଭାରତ ବେଶ ଗୋସେଇ କିଣିଛନ୍ତି କି ନାହିଁ। ଯଦି ଗୋସେଇ କିଣିଥିବେ ଇଏ ଶ୍ଲୋକଟା ପଢିଦେଲେ 18 ଦିନ ଓଳିଏ ମହାଭାରତ ସଂଗ୍ରାମ ହୋଇଛି ବୋଲି ବେଶ ଆସିବ। ନାଇଁ ଯଦି ନ କହିପାରିବେ ତାକୁ ଟିକେ ପାଲା ଛାଡିବ ପଇସା, ମୁଁ ଦ୍ୱିତୀୟ ଥାକରେ ଶୋକ ସହ କହିବି। ବ୍ୟାସ ଲେଖିଛନ୍ତି 18 ଦିନ ଓଳିଏ ମହାଭାରତ ଯୁଦ୍ଧ ହେଇଛି। ହେଇଛି ହଁ ଟିକେ ସଜାଗ ହେଇକି ଆସ। ହଁ କାଲି ତମେ ଯୋଉଠୁ ଛାଡିଛ ମୁଁ ସେଇଠୁ ନେଇକି ଆଇଛି। ତମ କଥା ମୁଁ ସବୁଦିନ କରୁଛି, ତମେ କିନ୍ତୁ ମୋ କଥା ଗୋଟିଏ ପୂରଣ କରିବାର ନାହିଁ। ଏ ପୁଅ ତେବେ ସରିଛି ମହାଭାରତ ଯୁଦ୍ଧ। ମା କେବେ ଯୁଦ୍ଧ ହେଇଥିଲା? ବ୍ୟାସଦେବ ସଂସ୍କୃତ ମହାଭାରତ କହିଲେ ହେମନ୍ତ ପ୍ରଥମ ମାସେ শুক্ল পক্ষ ত্রয়োদশে প্রবৃদ্ধং ভারত যুদ্ধ ক্ষেত্র দমদৈবত মালো হেমন্ত বাস প্রথম মাসে মাসি বর্ষক আজ্ঞা 12 মাস 12 মাস 12 মাসরে মা মানে 6টা ঋতু ঋতু 6 অবশ্য তোমাকে টিকে পালা ভাল লাগু নথব আই মু জানিলি কোন পাই খাইদেলে পালা ভাল লাগিবনি ভোজি খাই সাইলেনি কি নাই সে চাହୁଥିବ କେମିତି ପଳେଇବୁ হ্যাঁ ଘରେ ଗଡି ପଡିବୁ ଟିକେ ରେଷ୍ଟ ନେଇଯିବୁ ଆଉ ଘଣ୍ଟା 2 ଘଣ୍ଟା ପରେ ଖାଇବାକୁ ଦେଇଥିଲେ କଣ ଅସୁବିଧା ହଉଥିଲା সেই কথা পালা সরিলে খাই না হ্যাঁ ଖାଇଦେଲା ପରେ ଆଉ ସେ ରହିବେ ଗଲେଣି ପୁରା 50 ମଣିଷ 50 ଉଠିକି ପଳେଇଲେଣି 9ଟା 10ଟା ବେଳକୁ ଖାଇବାକୁ ଦେଇଥାନ୍ତ হ্যাঁ ଏ 7ଟା ବେଳକୁ ଖାଇବାକୁ ଦେଲେ ରହିବେ হ্যাঁ কি ଆମ ଥାକ ସରିଥାନ୍ତା ଖାଇବାକୁ ଦେଇଥାନ୍ତ ଆଜ୍ଞା ଯାହା ହେ ମା ଆଜ୍ଞା ବସ 2 ଘଣ୍ଟା ହଁ ହଁ ତେବେ ଶୁଣ ଆଜ୍ଞା হেমন্ত ହେମନ୍ତ ପ୍ରଥମ ମାସ মাসি ବର୍ଷକ 12 ମାସ 12 মাস 12 ମାସରେ 6ଟା ଋତୁ ঋতু 6 ମାଲ ଗୋଟିଏ ଋତୁରେ ଆଜ୍ଞା ଯୋଡ଼ିଏ ମାସ ଭୋଗ ହଉଛି ହଉଛି ଏଠି କାବ୍ୟକାର କହିଲେ ବ୍ୟାସ ହଁ ହେମନ୍ତ ପ୍ରଥମ ମାସ ମାସି ହେମନ୍ତ ଋତୁର ଆଜ୍ଞା ପ୍ରଥମ ମାସ ହଁ ଆମେ କାହାକୁ କହିବା ଶ୍ରାବଣ ମାସ ଆଉ ମୁଣ୍ଡ ଥିଲେ ଆଉ କହିବ ନା ଆଉ ତୁ ତାଙ୍କ ସାଥିରେ ରଜଠୁ ଯାଇକି ରହ କୋଉଠି ତୋ ମୁଣ୍ଡକୁ ତାଙ୍କ ମୁଣ୍ଡ ଠିକ ହେଇଯିବ କାଇଁ ଛୋଟିଆ হ্যাঁ? ଭାବୁଛ ଏ ଯାଇତା ମୁଣ୍ଡ ବୋଲି ଭାବୁଛ ଏଇ ମୁଣ୍ଡକୁ ଢାବା ବାଲା ମାଗୁଛି 2 ବର୍ଷ ହେଲା 3 ଲକ୍ଷ ଟଙ୍କାକୁ হ্যাঁ? ତାକୁ ମୁଁ ଜମା ଦଉନି ଆଜ୍ଞା ଆଚ୍ଛା ଦେବି ନାହିଁ ଇଏ ମୁଣ୍ଡକୁ ଢାବା ବାଲା ମାଗୁଛି ଢାବା ବାଲା ମାଗୁଛି 3 ଲକ୍ଷ ଟଙ୍କାକୁ 2 ବର୍ଷ ହେଲା ଦେବିନି କାହିଁକି କଣ ହିସାବ ପତ୍ର କରୁଛେ କି ତାଙ୍କ ଢାବାରେ ନାଇଁ ଆଜ୍ଞା ଆଉ ସିଏ ମୁଣ୍ଡକୁ ନେଇକି ଛିଞ୍ଚଡା କରିବ ବାପାରେ ବୋଲେ ତୋ ମୁଣ୍ଡରେ ଏତେ ମସଲା ଖାଲି ଗୋରସୋନା ଖାଲି ଗୋରଚଣା ଚଣ୍ଡାଳ କହିଲା ମଣିଷ ପାଖରେ ଗୋରଚଣା ଅଛି କହିଲା ଖାଲି ଗୋରଚଣା ଗୁଡାକ ମୋ ମୁଣ୍ଡରେ ନିର୍ଲଜ ତେଣୁ ସୁର ଶ୍ରାବଣ ନାଇଁ ଆଉ ହେମନ୍ତ ପ୍ରଥମ ମାସ ମାସି ପାଠ ପଢିଛୁ ଆଜ୍ଞା ପ୍ରବଳ କୋଉ କ୍ଲାସ ତୃତୀୟ ପାଠ ପଢିନୁ କାହିଁକି ତୃତୀୟ କ୍ଲାସ ପଢିଥିଲେ ହଁ ଏ କଥାଟା ଜାଣିଥାନ୍ତୁ ଇଏ ସାର୍ଟିଫିକେଟ ଦ୍ୱିତୀୟ ଶ୍ରେଣୀରେ ଭାଇ ଆମେ ପଢିଛି ଦ୍ୱିତୀୟ ଶ୍ରେଣୀରେ ଅଛି হ্যাঁ କେମିତି କୋଉଥିରେ କହିଲା ହେମେ କାର୍ତ୍ତିକ ମାର୍ଗଶୀର ରାତ୍ରିରେ ପଡଇ ଶିଶିର ଦ୍ୱିତୀୟ ଶ୍ରେଣୀ ପଢିଛି ନା ନାଇଁ ମା ହଁ ଇଏ କହିଲା ମୁଁ ତୃତୀୟରେ ପଢିଛି ଏ କଥା ତାକୁ ଜଣା ନାହିଁ
ଆମ ବେଳକୁ ସେ ବହି ବଦଳି ଯାଇଥିଲା। ଶୁଣ ହେମେ କାର୍ତ୍ତିକ ମାର୍ଗ ଶିର ହେମନ୍ତ ଋତୁର ପ୍ରଥମ ମାସ କାର୍ତ୍ତିକ ମାସ। କାର୍ତ୍ତିକ ମାସ ମାସ ଥିଲା କାର୍ତ୍ତିକ, ଶୁକ୍ଳ ପକ୍ଷ 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 ଥିଲା ଶୁକ୍ଳ ପକ୍ଷ, ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ତିଥି ନକ୍ଷତ୍ର ଭୋଗ ହଉଥିଲା ଜ୍ଞାନୀ ମଣ୍ଡଳୀ। ଯମ ଦୈବତ ପାଲା ବନ୍ଦ କର, ପାଲା ବନ୍ଦ କର। କାହିଁକି 27 ନକ୍ଷତ୍ର ଅଛି। ହଁ ଏ 27 ନକ୍ଷତ୍ର ଭିତରେ ହଁ। ଯମ ଦୈବତ ନକ୍ଷତ୍ର କୋଉଠି ଅଛି କୁହନ୍ତୁ? ଠିକ୍ ଅଛି। ଆଉ ମୁଣ୍ଡ ଅଛି ସାର୍, ଆଉ ମୁଣ୍ଡ ନା କି ଜ୍ଞାନ ମୋର। 27 ନକ୍ଷତ୍ରରେ ହଁ ଯମଦେବତ ନକ୍ଷତ୍ର ନାହିଁ। ନାହିଁ। ତାହେଲେ କବି ବ୍ୟାସ କେମିତି କହିଲେ? କେମିତି କହିଲେ? ଯମଙ୍କର ଦେବତା ହଉଛନ୍ତି ଦ୍ୱିଜା ନକ୍ଷତ୍ର। ତେଣୁ ସଂସ୍କୃତ ଭାଷାରେ କହିଲେ ଯମ ଦୈବତ। ଏମିତି ଅର୍ଥ କରୁନ? ବୁଝିହେଲା, ବୁଝିହେଲା। ଅର୍ଥ ହବନି ଆମକୁ ଛେନା ଦିଅ। ପାଲା ବାଲା ଖାଲି ମାଗଣା ଖାଇ ଜାଣନ୍ତି, ପଇସା ପଇଲା ବାହାରିବ ନଟାରୁ। ଖାଲି ମାଗଣା କେମିତି ଛେନା ଖାଇବୁ, କ୍ଷୀର ଖାଇବୁ। ଘରେ ଏମିତି ଗାଈ ରଖିଛ? ଆଜ୍ଞା ଶୁଣ ସାରେ, ତେବେ ଶାସ୍ତ୍ରକାର କହିଲେ ଯମ ଦୈବତ ନକ୍ଷତ୍ର ଭୋଗ ହଉଥିଲା କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ନକ୍ଷତ୍ର ଯମ ଦୈବତ। ଆଜ୍ଞା ଇଏ କୌରବ ପାଣ୍ଡବଙ୍କ ଭିତରେ ଯୁଦ୍ଧ ନା? ଯୁଦ୍ଧ ତ ଆଉ ବାପା ଭାଇ ଭାଇ ଭିତରେ କୌରବ ପାଣ୍ଡବଙ୍କ ଭିତରେ ଯୁଦ୍ଧ। ଯୁଦ୍ଧ ଇଏ ବାସନ୍ଦରା ଗ୍ରାମରେ ଯଦି ଦୁଇ ପରିବାର ଭିତରେ ଗଣ୍ଡଗୋଳ ଲାଗନ୍ତି, ଆଜ୍ଞା ଅନ୍ୟ ଗାଁ ବାଲା କହିବେ ବାସନ୍ଦରାରେ ଗାଁ ବାଲା ଲାଗିଛନ୍ତି ଗଣ୍ଡଗୋଳ। ସେମିତି କେମିତି କହିବେ? ତ ଏ ତ କୌରବ ପାଣ୍ଡବ ଭିତରେ ଯୁଦ୍ଧ, ୟାକୁ ଭାରତ ଯୁଦ୍ଧ କାହିଁକି କୁହାଗଲା? ଠିକ କଥା। ପାଲା କୋଉଠି ସହଜରେ ପଡିନି, ଖାଲି ନାଚ କୁଦ ପକେଇଲି। ଇଏ ତ କୌରବ ପାଣ୍ଡବଙ୍କର ମା ଯୁଦ୍ଧ, ୟାକୁ ଭାରତ ଯୁଦ୍ଧ କାହିଁକି କୁହାଗଲା? ସେଇ ବ୍ୟାସ ସଂସ୍କୃତ ମହାଭାରତ ବହି କିଣ ପଣ୍ଡିତ, ବହି କିଣ। ଆଉ ବହି କିଣିକି ପାଲାକୁ ଆସ ମୋ ସାଥିରେ। ହେଲା କୋଉଠି ମଙ୍ଗିବନି, ନାଇଁ ମହାଭାରତ ପାଲା କରିବେନି, ଅଡୁଆରେ ପକେଇଦେବି, ଖାଲରେ ପଡିଯିବ। ଆସୁ କି ନାହିଁ? କଣ ଘାଣ୍ଟୁଛି? ଗାଁରେ ୟା ଭଳିଆ ଗୋଟେ ଗୋଟେ ଲୋକ ଅଛନ୍ତି ଆଜ୍ଞା, ଗଣ୍ଡଗୋଳ ଟିକେ ଭିଆଇ ଦେବେ, ଯେତେବେଳେ ଠେଙ୍ଗା ପାହାର ଉଠିବ ସେ ଘରେ ଶୋଇଥିବେ। ସେଇଥିରୁ ଗୋଟିଏ। ନମସ୍କାର। ତେବେ কোনে যাবত সূর্য সমায়া দাঙ্গা বীর সমজ দে রজ শরীরে নন্দে পরমাঙ্গতে। দেখুন জ্ঞানী মন্ডল, যাবত সূর্য সমায়াতং ব্যাসদেব কহিলে পৃথিবীর ଯେଉଁ ଯେଉଁ ସ୍ଥାନରେ ସୂର୍ଯ୍ୟ କିରଣ ଆଜ୍ଞା ପଡ଼ିଛି, ସେଇ ସେଇ ସ୍ଥାନରୁ ଯୋଦ୍ଧା ମାନେ ଆସି ଏ ଦୁଇ ଭାଇଙ୍କ ସପକ୍ଷରେ ଯୋଗଦାନ ଦେଇଥିଲେ। କେବଳ କୌରବ ପାଣ୍ଡବ ସେଦିନ ନଥିଲେ। ଆଜ୍ଞା ଆଜ୍ଞା ଥିଲେ କି ନା? ଇଏ ପୃଥିବୀର କୋଣ ଅନୁକୋଣରୁ ଯୋଦ୍ଧା ମାନେ ଆସି ଏ ଦୁଇ ସପକ୍ଷରେ ଯୋଗଦାନ ଦେଇଥିଲେ। ତେଣୁ କହିଲାକୁ ଭାରତ ଯୁଦ୍ଧ। ସୁର ସରିଛି ଯୁଦ୍ଧ, ସରିଛି। ସରସଜ୍ଜାରେ ପଡ଼ିଛନ୍ତି ପିତାମହ ଭୀଷ୍ମ, ମାନସ ମନ୍ଥନ କରୁଛନ୍ତି ମା। ଆଜ୍ଞା ଆଜ୍ଞା ଲୋତକ ଝରି ଚାଲିଛି, ପିତାମହ ଭୀଷ୍ମ କାନ୍ଦୁଛନ୍ତି, ବିଚାର କରୁଛନ୍ତି। ମୋରି ସପକ୍ଷରେ ଥିଲେ ସପ୍ତରଥୀ, ମହାନ ମହାନ ଯୋଦ୍ଧା। ମୋରି ଆଖି ଆଗରେ ଇଏ ବିରାଟ ସମବଂଶଟା ଆଜି ଧ୍ୱଂସ ବିଧ୍ୱଂସ ହେଇଗଲା। यार कारण मु बुझी पारुनी। कांदुछंती, चिंता करुछंती, मानस मंथन करुछंती पितामह भीष्म। ये वृत्तांतटा मु जानिबी केमिति? केमिति जानिबी? ए मा माने सेदिन कहले जणे यार मीमांसा केवल कहिबे से किए? से नंद नंदन भगवान कृष्ण। से केवल वृत्तांत मते बुझे देवे कहीं विराट समवंशटा मो आखि आगे ध्वंस विध्वंस है। सरसज्जा थाई स्मरण कले, पदे आसब छांद, पदे आसब चंपू चंपू, चलो यू गाड़ी पंडित पालाटा के सहज नुह। एमती पाला कर, गोलिया मोड़िया कले खाली पाला कर गोलिया मोड़िया। बाबू मैंने कहते आम कि बुझीपारू से
সে পালা করিকি লাভ কোণ ଅଛି ଆଜ୍ଞା? କଣ ଲାଭ ଅଛି? ବାଟରେ ଗଲାବେଳେ ଆପଣ ଯଦି 5ଟା କଥା ସେଥିରୁ ଶିଖିକି ମନେ ରଖିକି ଗଲେ ନାହିଁ ଯାହା କହୁଥିଲେ ଗାୟକ ବଢିଆ କଥା ଆଜ୍ଞା ଆମେ ରାତି ଅନିଦ୍ରା ହବା ସାର୍ଥକତା ରହିବ ନା ଆଉ। ଯଦି କିଛି ମନେ ନ ରହିଲା ଲାଭ କଣ ପାଲା ଗାଇକି ମୂଲ୍ୟ ନାହିଁ ଆସୁ କାମ ଦି ହଁ, ପୁଅ ଆଜ୍ଞା ଅର୍ଥ ପ୍ରାଣ 34 ବେଶ କବି ଦିନ କୃଷ୍ଣ ଦାସ ଦାସ ବିଶ୍ୱ ଡାକୁଛନ୍ତି ଏଇ ଆସୁ ପଦେ ଆସୁ ଆସୁ କ୍ଷୀର ବ୍ରହ୍ମାଣ୍ଡ ଦରେ ଡାକୁଛନ୍ତି ପିତାମହ ବିଶ୍ୱ ବିଶ୍ୱ ସରଶଯ୍ୟା ଉପରେ ପରି ସୁର ଆଜ୍ଞା ଗଲା କାମ ଦି କାମ ଦେ ଚମ୍ପୁ ଧାଡିଟେ ପଢିବା କଣ ଏଇନେ କଣ ସାଙ୍ଗେ ସାଙ୍ଗେ ହଁ ଏଇନେ ପୁରା ଛାନ୍ଦ ପଢିଲେ হ্যাঁ ଆଉ ସାଙ୍ଗେ ସାଙ୍ଗେ ଚମ୍ପୁ କଣ ଟିକେ ରେଷ୍ଟ ନଉନା ଆଗ କାଳିଆ ପାଲାପ ଏମିତି ଥିଲା ଏମିତି ଥିଲା ଆଉ ଏବେ ନା ଏବେ ଠକିବାକୁ ପାଲାବାଲା ଚିନ୍ତା କଲେଣି ଆଜ୍ଞା କେମିତି ଠକିକି ଆମେ ପଇସା ନବୁ ପରିଶ୍ରମ କରିବୁନି ହଁ। ଝାଳ ବାହାରିବନି ଆଜ୍ଞା ପଇସା ଆମକୁ ଦିଅ ଆଜ୍ଞା ହବ କିନ୍ତୁ ଆଗ କାଳେ ଆମିଷ ଦଉଥିଲେ ଖାଇବାକୁ ଆଜ୍ଞା ଆଚ୍ଛା ଏଠି ତ ସାଧା ହଉଛି ଆଜ୍ଞା ସାଧାରେ ପାଲା ହଉ ତୋ ତ ଖାଲି ଆମିଷ ଆଉ ହଉ ତଥାପି ହୁଁ, ସରୋଜ ଭାଇ ଆଲୋକ ଭାଇ କହିଛନ୍ତି ଆଜ୍ଞା ଶୁକ୍ରବାର ଦିନ ରହିଯିବୁ 8ଟା ବେଳକୁ ଖାଇଦେଇକି ଯିବୁ ଆଜ୍ଞା ଏତେ ଇଚ୍ଛା ଅଛି ଆଜ୍ଞା ଆଚ୍ଛା ହେଁ? ନହେଲେ ଫୋନ ପେ ରେ ପଠେଇଦେବେ ଆଉ କଣ ଆଚ୍ଛା ହଉ ଟିକେ କହିବ ଟିକେ ଦାସଙ୍କୁ ଆଗି ହଁ ଦ୍ୱିତୀୟ ଥାକରେ ଗୋଟେ ଛାନ୍ଦ କି ଚମ୍ପୁ ପଢିକି ଟିକେ ଗିନି ମାଡ଼ କରିବେ ଆଜ୍ଞା ସେଇ କଥା କାହିଁକି ଆଣିକି ଆଉଛ ଗିନି ହୁଁ, ଘରେ ଥୋଇକି ଆସୁନ ହଁ ସେଇ କଥା ଯଦି କାମରେ ଲଗେଇ ପାରିବନି କାହିଁ ଧରିକି ଆସିବ ହେଁ ଗିନି ଟିକେ ଶିଖ ନହେଲେ ମତେ ରଜ ପରେ ଡାକିବ ମୁଁ 4 ଦିନ ଯାଇକି ଶିଖେଇ ଦେଇକି ଆସିବି ଆଉ ଗିନି ବାଟ ଆମ ସେପଟେ ନା ଏପଟେ ନଥିଲା ଆଜ୍ଞା ତାରେଶ୍ୱର ମହାପାତ୍ର ଆଜ୍ଞା ଗିନି ଗିନି ଅନନ୍ତ ରଣା ହଁ। ଗିନି ଗିନି ଆମରି ପଟେ ଆଜ୍ଞା ଆଇ କଣ ଜାଣି ସେଇ କଥା ଆଚ୍ଛା ହେବ ଆସୁ ହଁ ହୁଁ ক্ষীর সাগর ବୁଆ সম্ভব গুজগুম
वाह 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 ଗୋସାଇ କହୁଥିଲେ ଏଇଟା କ'ଣ ତୁଣ୍ଡରେ ଏମିତି କରୁଛ? ଇଏ ସ୍ୱର ସଂଯୋଜନା ଆଉ ଯୋଉମାନେ ଜାଣନ୍ତି ରିଡ୍ ରିଡ୍ ଆସିବ ଏଥିରେ କି ନାହିଁ? ଆଉ କ୍ଷୀର ସାଗର ଗୁଜଗୁମ ଯୁଗଳ ପରିରମ୍ଭ ଚତୁର କ୍ଷମାନୁ କମ୍ବାଧର ହେ ये ठीक है आज्ञा ना ये ठीक मत कहत आज्ञा के बंद करूना को पाला पदते आज्ञा ये नुह नाइ बरा ये ठीक ना एमिति ठीक आपण न कहिबारु से कहले मोर भलो होची आ तबे आया विष्णु डाकुछंती बीस बोले हे प्रभु प्रभु आपण क्षमा अनुकंपार होछंती सागर सागर ए हतभागा ए देवव्रत भाई आज्ञा आपणकर अनुकंपा सागर भितर कौन अणुए मोह पाई दान नाही ए खिदी चक्र बाल महा बरे नसंद सभा एलाला डाकुछंदी पितामह भीष्म विश्व विश्व विश्वंकर करुण बीस स्मरण रे सेदिन माल नंद नंदन कृष्ण भगवान आज्ञा कुरुक्षेत्र प्रांगण रे ए सरसज्जा निकट रे उपस्थित हो गले सुर सारे चाहिंदले भगवान कृष्ण दयनीय अवस्था रे पड़िछंती देवव्रत भीष्म स्म 21 धर निखत्री कर परशुरामंकर आज्ञा जी होछंती श्रेष्ठ शिष्य आज्ञा जी धनु भिड़ी छिड़ा हेले बस 33 कोटी देवता हृतकंपन हुए हुए आज से पितामह भीष्म दयनीय अवस्था रे आज्ञा सरसज्जा माध्यम शयन करिछंती चाहिंदेले ए सुर आज्ञा भीष्म चाहि दउछंती कृष्ण भगवान को बस आनंद उपभोग करुछंती जहाँ ये सुंदर श्यामर शांत कोमल मूर्ति के मु दर्शन करुछि बाबा याठू अभाग्य कौन अछि कौन अछि बेशटा को निरीक्षण करुछंती जय देव गीत गोविंद हे जाऊ
পদে আসু নহলে হব କୁଆଡୁ পদে পদে জড়দ জড়দ হ্যাঁ হ্যাঁ জড়দ জড়দ ବିଦଗ୍ଧ ମଣ୍ଡଳ ଏ ଚାହିଁନେଲେ ବେଶ ବେଶ ଅଭାଗ୍ୟ ମୋର ଆ ମୋ ପାଖରେ ଗୋଟେ ଭାଇ ମୋର ଚାଲିଗଲା ଆଜ୍ଞା ପ୍ରଭାତ କୁମାର ସାହୁ ଓଡ଼ିଶାରେ ପ୍ରଭାତ ସାହୁ ଗଗନ ମହାପାତ୍ରକୁ ଯୋଡ଼ି କରାଯାଉଥିଲା ମୋ ଦୁର୍ଭାଗ୍ୟ ମୋ ଭାଇର ଦୁର୍ଭାଗ୍ୟ ନୁହଁ ଏବେ ମୁଁ ବସିକି ଚିନ୍ତା କରୁଛି ଯୋଡ଼ିଏ ବଳଦ କିଣିଥିବା ଗୋଟାଏ ପଟ ଦେବୁ ଯଦି ଖସିଗଲା ଆଜ୍ଞା ଆଉ ଗୋଟା ବଳଦର କିଛି କାମ ଥାଏ ଆଉ ଆମ ଦୁଇ ଭାଇକି ସବୁଠାରୁ ଅଞ୍ଚଳରେ ଭଲ ପାଆନ୍ତି ଚୌପଡ଼ା ଗ୍ରାମବାସୀ ମୋ ଭାଇ ବସିଛନ୍ତି ମୋ ବାପା ବସିଛନ୍ତି ଏପଟେ ବାସୁଦେବ ସାରେ ପ୍ରଭାତ ସାହୁକୁ ଗଗନ ମହାପାତ୍ର ଏତେ ଭଲ ପାଆନ୍ତି ସେ କଥା କେହି ଜାଣିବେନି ଯାଉ ଆସିଛନ୍ତି ଶୁଣିକି ଆନନ୍ଦ ଆନେ ଆଶୀର୍ବାଦ ଥାଉ ଆଜ୍ଞା ଏ ଅଧମ କେମିତି ଓଡ଼ିଶାରେ ଜଣେ ଭଲ ଗାୟକ ରୂପରେ ଗଣା ହଉ ମୁଁ ଗାୟକ ହେଇନି ହବା ପାଇଁ ଆସିଛି ଆପଣଙ୍କର ପଦଧୂଳି ମୋର ଏକାନ୍ତ କାମ୍ୟ ଆପଣମାନଙ୍କ ଆଶୀର୍ବାଦ ହେଲେ ଯେମିତି ପାଳିଆରୁ ମୁଁ ଗାୟକ ହେଇଛି ସେମିତି ଜଣେ ଉନ୍ନତ ଧରଣ ପାଲା ଗାୟକ କିଭଳି ହେବି ଆପଣମାନଙ୍କ ଆଶୀର୍ବାଦ ୟା ବ୍ୟତୀତ ଆଉ କିଛି ନାହିଁ ଆଜ୍ଞା ଯାହା ହଉ ବେଶ ଏମିତି ସ୍ୱରଟା କେମିତି 5-7 ବର୍ଷ ବଞ୍ଚିଯାଉ ପରିବାର ପୋଷଣ କରିଦେବା ଆଜ୍ଞା ଆଉ ଆମର କିଛି ନାହିଁ ଆଜ୍ଞା ନା ଓଡ଼ିଶାରେ ଯେତେ ଗାୟକ ସମସ୍ତେ ଧନୀ ମୁଁ ହେଉଛି ଗରିବ ଆଜ୍ଞା ମୋର ଚାଳ ଘର କରୋନା ସମୟରେ ମଧ୍ୟ ମୁଁ ଗୋଟେ ଦୋକାନ କରିଥିଲି ଆପଣମାନେ ଭାଇରାଲ ଶୁଣିଦେବେ ଆଳୁ ପିଆଜ ବିକୁଥିଲି ଆଳୁ ପିଆଜ ବିକୁଥିଲେ ହଁ ରସୁଣ ରେଟ୍ କେତେ ମୋଠୁ ଆପଣ ମିଛ କଥା ଭାଇ ଶୁଣିବେନି ମୁଁ ଯାହା କହିବି ସତ ଅଛନ୍ତି ଗାୟକ ମାନେ ବାହାଦୁରିଆ ମାରିକି ଓ ମୋର ଖାଲି 4-4ଟା ଗାଡ଼ି ଚାଲିଛି ମୋର ଅଭାବ କିଛି ନାହିଁ ଅଭାବ ତ ନାହିଁ କାହିଁକି ଆସୁଛ ପାଲାକୁ ଆଜ୍ଞା ଆମେ ଅଭାବୀ ଲୋକ ଗରିବ ଲୋକ ଆଜ୍ଞା। ପାଲାକୁ ଧନ୍ଦା କରିଛୁ ଜୀବନ ଯାହା ହଉ ମୁଁ ସେଇଥିପାଇଁ କହେ ଓଡ଼ିଶାର ପାଲା ବାଲା ଜାଣ ଆଗ ଆମେ କ'ଣ ଠିକ ବାଦାମବାଡ଼ିରେ ଜଣେ ବାବୁ ପଚାରିଲେ ଗଗନ ବାବୁ ଏ ପାଲା ନା ଆଉ କ'ଣ କିଛି କରୁଛ ଚାକିରି ବାକିରି କିଛି ଅଛି ମୁଁ କହିଲି ଆଜ୍ଞା କିଛି ନାହିଁ ନା କେତେ ଦିନ ଏମିତି ପାଲା ଗାଇ କ'ଣ କରିବ କିଛି ତ କରିପାରିବନି ଜୀବନରେ ମୁଁ ଦିନେ ସେଠି ଶୁଣେଇଲି ଆଜ୍ଞା ବାଦାମବାଡ଼ି 2 ଥର ଆସିଛି ପାଲା ମଣ୍ଡପକୁ ଗୋଟେ ସୁନ୍ଦର ପଦ ବାବୁମାନଙ୍କୁ ମୁଁ କହିଲି ଆଜ୍ଞା ମୁଁ ଯେଉଁ ଧନ୍ଦା ଧରିଛି ଏ ଧନ୍ଦାରେ ଯେଉଁ ଆନନ୍ଦ ଅଛି 3 ମହଲା କୋଠା ବ୍ୟାଙ୍କ ବାଲାନ୍ସରେ ସେତିକି ଆନନ୍ଦ ନାହିଁ ନାହିଁ କୋଲେ ଭିକ୍ଷା ମୋର ଜମିଦାରୀ ହରିନାମ ମୋର ଯାସଗିଆରୀ ଗୋ ସମ୍ପତ୍ତି ମଗିରି ଧାରି ସଜনী ଗୋ ପଛେ ଯେତେ ନିନ୍ଦା କୃଷ୍ଣ ନାମକୁ ମୁଁ
କରିଛି ଫନ୍ଦା ଗୋ ବୟା ମାୟା ଧନ୍ଦା ସଜনী দীক্ষা বড় জমিদারি হরি নাম মোর চাষ গিয়ারি সম্পত্তি মো গিরিধারী আজ্ঞা এই 4 ঘণ্টা ভিতরে আপন মানক মুখমণ্ডলକୁ চাহিলে যে আনন্দ আসে আজ্ঞা 3 মহলা কোঠা ভিতরে বসে আনন্দ নাহি না 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 ঠিক আজ্ঞা এইনে ঘর পড়ি যাও বাস ঘরে চোর পশি যান্তু আমার চিন্তাধারা নাই এই আনন্দ আছে আ ভিতরে যা হবে বিদগ্ধ মণ্ডলী প্রভু হ হ আজ্ঞা 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 প্রভু আজ্ঞা ପ୍ରଭାତ ଆଉ କହନା ତା ଭିତରେ ଦି ଚପା ଲୁହ ଯେମିତି ଆଜି ଗଡ଼ିବ ହ ଆଜ୍ଞା ଜୀବନର ବାପା ସେ ହେଉଛି ମୂଲ୍ୟବୋଧ କଥା ଶୁଆ ଯାଉ ଖାଇଛୁ ଅଟକାଳି ଖାଇଛୁ ରାତିରେ ଭାତ ମିଳେ ନା এই মুগ যে আপনার করে আমি সেতবে করু বিলরে সিঝাই ଦେଇକି গুড়রে চকটি গুড়া গুড়া খাইকি পানি পিকি শোইছু খাদ্য এতিক অভাব সেই সময় আমি কলাকার আজ্ঞা জীবনটা আমি 4 ভাই কলারে পড়াইলা আমি জীবন যাক ধরছু সেই কলার অছু কলাকে ছাড়িনু আপন মানকর আশীর্বাদ কেবল একান্ত কাম্য ইয়া ব্যতীত বাপা কিছু না আমার এই পাল্লার সমস্ত ভাগ গুড়িক আপনার কিপরি লাগুছে তাহা আমার এই কমেন্ট বক্স মাধ্যমে নিশ্চিত জনাইবে যদি আমার এই চ্যানেলটি আপনার ভাল লাগুথায় তেবে আমার এই চ্যানেল লাইক শেয়ার সবসক্রাইব করা ভুলবে না রহুছি নমস্কার।